नमस्कार। आज कालांश को स्वागत। आज कालांश आम पढ़ा अष्टम श्रेणी रे थिबा गद्यांश प्रथम विषय जार नाम होची रोगी सेवा। तो ये रोगी सेवा प्रबंधर प्राबंधिक बा लेखक होचंती किए ना उदयनाथ षडंगी। तांकर जन्म होची 1905 एवं मृत्यु होची 1999। ये जो उदयनाथ षडंगी तांकर श्रेष्ठ कृति होची टुकुमुसी, चकाचका भौरी, जह्न मामू, टम ककांक कुटीर, आहरी जलजंतु सीरीज इत्यादि इत्यादि बहुत रचनावली तांकर रही। तांकर आत्मजीवनी रो ना होची गांधी महाराजांको शिष्य। ए गांधी महाराजांको शिष्य विषय रु तांकर आत्मजीवनी रु एई विषयटी को से आनिचंती जोटा ना होची रोगी सेवा। तेबे ए जो उदयनाथ षडंगी सी जेते बेले छोट थिले, पाठ पढ़ी बड़ मनीष हेले, जेते बेले सीए चाटशाली रे पढ़ुथिले, पिलाटी दिनरू बापा मां को प्रति सी केमिति जने मातृभक्त और पितृभक्त थिले एवं आम मानंकु आजिर स्वार्थपर दुनिया रे जो माने शिक्षित हेउचंती से माने ए बापा मां को सेवा करिवार जो मनोवृत्ति तांकर आउ धीरे धीरे नष्ट हो गलानी। तेणु एई उग्र आधुनिक समाज को एक दिग्दर्शन देवा पाई ए जो विषयटी को से उल्लेख करिसेंती से विषय रे से ना रखिचंती रोगी सेवा। किंतु आमे जेते बेले छोटरू बड़ हो विद्यालय रे शिक्षा अर्जन करू आउ शिक्षा अर्जन कला परे से शिक्षा को आमे चरित्रायित करिबा आम पक्षरे संभव ही पारे ना। किंतु वास्तव में शिक्षा होची एपरि एक जिनिस जेउटा कि मनीष शिक्षा लाभ कला परे ता जीवन रे ताकू चरित्रायित करिबा दरकार। तेणु आज मनीष शिक्षा रे शिक्षित होला परे किभली स्वार्थपर हो जाए। तेणु एई मानंकु दिग्दर्शन देवा पाई तांको जीवन रे से सेवा धर्म बा रोगी सेवा केमिति निज जीवन रे अंगे लिभेइचंती। तांको माता पिता तांकर जीवंत देवता, कारण माता पिता जदि न थांते आज आमे एठी न थांतु। तेणु से माने होचंती प्रथम देवता होचंती माता पिता। सेई माता पितांकर सेवा करिथिबारु तांको जीवन रे निजको केमिति धन्य माने करूछंती से एई रोगी सेवा विषय रे ताहा वर्णित होईछि जे एई सेवा को सी शिखिथिले कोठी जेते बेले उत्कलमणि पंडित गोपबंधु दास प्रतिष्ठित करथिले एक सत्यवादी वन विद्यालय
সেই সত্যবাদী বনবিদ্যালয়ে জনে ছাত্র ଥିଲେ এই লেখক উদয়নাথ ষড়ঙ্গী। সেই আবাসিক বিদ্যালয়ে রহি পাঠ পড়িবা সহিত সেই বিদ্যালয়ের আভিমুখ্য ଥିଲା সেবা କାର୍ଯ୍ୟ। এই সেবা କାର୍ଯ୍ୟ ପାଠ୍ୟର ଏକ ଅଙ୍ଗ ଭାବରେ ଥିଲା। ତେଣୁ ସେଇ ଆଦର୍ଶରେ ଶିକ୍ଷା ଲାଭ କରି ଲେଖକ ଛାତ୍ର ଜୀବନରୁ ମାନବ ସେବା ହିଁ ମାଧବ ସେବା ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିଲେ। ପିତାମାତା ହେଉଛନ୍ତି ଆମର ଜୀବନ୍ତ ଦେବତା। ତାଙ୍କରି ସେବା କରି ମଣିଷର ଜୀବନ ନିଜର ଜୀବନକୁ ଧନ୍ୟ ମନେ କରେ। ଏହି ଶିକ୍ଷା ସେତେବେଳେ ଏହି ସତ୍ୟବାଦୀ ବନବିଦ୍ୟାଳୟରୁ ସିଏ ଶିକ୍ଷା ଲାଭ କରିଥିଲେ। ତାଙ୍କ ଜୀବନରେ ତାକୁ ହିଁ ବ୍ରତ କରି ସେବା କାର୍ଯ୍ୟ କରିବାରେ ଯେଉଁ ଶାଶ୍ୱତ ଆନନ୍ଦ ମିଳେ ତାହା କେବଳ ଯିଏ ଅନୁଭବୀ ସିଏ ହିଁ ଜାଣିପାରେ। ତେଣୁ ନିଜର ଅନୁଭୂତିକୁ ସିଏ ବାସ୍ତବ ଭାବରେ ଏଠି ତୋଳି ଧରିଛନ୍ତି। ତେଣୁ ସିଏ ସେହି ମର୍ମରେ ତାଙ୍କ ଜୀବନରେ ଆରମ୍ଭ କରିଥିଲେ ଯେଉଁ ସେବା। ପ୍ରଥମେ ସିଏ ସେହି ସେବା ଆରମ୍ଭ କଲେ। ତେଣୁ ଏହି ବିଷୟଟି ଲେଖକଙ୍କର ଆତ୍ମଜୀବନୀ ଗାନ୍ଧୀ ମହାରାଜଙ୍କ ଶିଷ୍ୟ ପୁସ୍ତକରୁ ସଂଗୃହୀତ ହୋଇଛି। ଲେଖକ ଯେତେବେଳେ ଛୋଟ ଥିଲେ ଚାଟଶାଳୀରେ ପାଠ ପଢୁଥିଲେ ସେ କିପରି ତାଙ୍କ ବାପାଙ୍କର ସେବା କରିଛନ୍ତି ସେ ବିଷୟରେ ଏଠାରେ ଉଲ୍ଲେଖ କରିଛନ୍ତି। ମୁଁ ଏହାକୁ ସୁନ୍ଦର ଭାବରେ ପଢୁଛି। ଗାଁ ଚାଟଶାଳୀର ଛାତ୍ର ସାନ ପିଲା, ତେଣୁ ରାତିରେ ବାପାଙ୍କ ପାଖରେ ଶୋଉଥିଲି। ଚାଟଶାଳୀରୁ ଆସି ଦେଖିଲି ବାପା ଦାଣ୍ଡ ପିଣ୍ଡାରେ ତଳେ ଶୋଇଅଛନ୍ତି। ତାଙ୍କ ପାଦରୁ ରକ୍ତ ବହି ଯାଉଛି। ମାଟି ପିଣ୍ଡା ରକ୍ତରେ କାଦୁଅ ଭଳି ହୋଇଗଲାଣି। ବୋଉ ଘର ଭିତରେ ଭାଇନା ଦୁହେଁ ବଧୁଏ ନାହାନ୍ତି। ବହି ସିଲଟ ସେଇଠି ରଖିଦେଇ ତାଙ୍କ ପାଦ ପାଖରେ ବସି ପଡ଼ିଲେ। ରକ୍ତ ଦେଖି ଦେହ ଝିମଝିମ ହୋଇଗଲାଣି। ତଥାପି କାନ୍ଧରେ ଥିବା ଗାମୁଛା ଚଉତାଇ ଗୋଡ଼ରେ ଭିଡ଼ି ବାନ୍ଧିଦେଲେ। ଗାମୁଛା ରକ୍ତ ହୋଇଗଲା। ଅଳ୍ପ ସମୟ ପରେ ଦେଖିଲି ରକ୍ତ ବହିବା ବନ୍ଦ ହୋଇଯାଇଛି। ଘର ଭିତରୁ ବୋଉ ବାହାରି ଆସି ଏ ଅବସ୍ଥା ଦେଖିଲା। ଉଭୟ ଧରାଧରି କରି ନେଇ ତାଙ୍କୁ ଘର ଭିତରେ ଶୁଆଇ ଦେଲୁ। ବାପା ବାଡ଼ି ଭିତରେ କ'ଣ କାମ କରୁଥିଲେ। ଗୋଟାଏ ଭଙ୍ଗା କାଚ ପାଦରେ ପଶିଯାଇ ଏ ଦଶା ତାଙ୍କର ଘଟିଅଛି। ଡାକ୍ତରଖାନା ଦୂରରେ। ଗ୍ରାମର କୌଣସି ଲୋକ ଡାକ୍ତରଖାନା ସହିତ ସେତେ ପରିଚିତ ନୁହନ୍ତି। ସମସ୍ତଙ୍କର ଧାରଣା ଥିଲା କଟାକଟି କରିବା ହେଉଛି ଡାକ୍ତରଙ୍କର କାମ। ତେଣୁ କୌଣସି ପ୍ରକାର ଯେତେବେଳେ ରୋଗ ବୈରାଗ ହୁଏ ସେତେବେଳେ କେହି ଡାକ୍ତରଙ୍କ ନାମ ସୁଦ୍ଧା ଧରୁନଥିଲେ। ଗାଁରେ ଜଣେ ବୈଦ୍ୟ ଥିଲେ। ସିଏ ଜ୍ୱର, କାଶ, ଝାଡ଼ା ଏସବୁ ପାଇଁ ଔଷଧ ଦିଅନ୍ତି। ତେଣୁ ଅଧିକାଂଶ ସମୟରେ ତାଙ୍କ ଦୁଆରେ ଭିଡ଼ ମଧ୍ୟ ଲାଗି ରହିଥାଏ। ତ କେଉଁ ରୋଗ ପାଇଁ କହିହେବ ନାହିଁ। ସେ ସମୟ ସମୟରେ କ'ଣ କରୁଥିଲେ ନା ପିଲାମାନଙ୍କର ପିଠି ପାଖ ବେକରେ ଗୋଟେ ଚଡ଼ୁ ଦଉଥିଲେ। ଚଡ଼ୁ ମାନେ ହେଉଛି ଗୋଟିଏ ଲୁହାକୁ ତତେଇକି ସେଇ ବେକରେ କି ମାଡ଼ି ଦଉଥିଲେ, ଯୋଉଟା କି ବହୁତ ଜୋର କଷ୍ଟ ହୁଏ, ଘା ହେଇଯାଏ, ଶୁଖିବାକୁ ଅନେକ ଦିନ ଲାଗିଯାଏ। ସେଥିପାଇଁ ପିଲାଏ ତାଙ୍କୁ ଦେଖିଲେ ଡରୁଥିଲେ, ପାଖକୁ ଯିବାକୁ ସାହସ ମଧ୍ୟ କରୁନଥିଲେ। ଭାଇନା ନାହାନ୍ତି, ବାପାଙ୍କ ଦଶା ଏପରି।
ବାଧ୍ୟ ହୋଇ ଉଦୟନାଥ ଷଡ଼ଙ୍ଗୀ କ'ଣ କଲେ ନା ବୈଦ୍ୟଙ୍କ ଘରକୁ ଗଲେ। ବାପାଙ୍କ କଥା ଶୁଣି ବୈଦ୍ୟ ମୋ ସଙ୍ଗେ ସଙ୍ଗେ ଆସିଲେ। ତାଙ୍କ ସଙ୍ଗେ ସଙ୍ଗେ ସିଏ ଆସିଲେ ଏବଂ ଗୁଡ଼ାଏ ପତର ଛେଚି କଟା ଘାରେ ପୁରାଇ ଦେଇ ଆଉ ଖଣ୍ଡିଏ କନା ଜୋରରେ ଭିଡ଼ି ବାନ୍ଧିଦେଲେ। ରାତିରେ ଶୋଇଛି, ଆହ ଶବ୍ଦ ଶୁଣି ଉଠି ବସିଲି। ଦେଖିଲି ବାପା ସେ ଗୋଡ଼ ଆଉସୁଛନ୍ତି। ତାଙ୍କ ମୁହଁ ବିକୃତିରୁ ମୁଁ ଜାଣିପାରିଲି ଯେ ଯନ୍ତ୍ରଣା କେତେ ବେଶୀ ହେଉଛି। ତେଣୁ ତାଙ୍କ ପାଦ ପାଖରେ ବସିପଡ଼ି ମୁଁ ତାଙ୍କ ପାଦଟିକୁ ଆଉଁସି ଦେଲି। କିଛି ସମୟ ପରେ ଟିକେ ଆରାମ ଲାଗିଲା, ସେ ଶୋଇଗଲେ। ସେ ଯେତେବେଳେ ଶୋଇକି ଘୁଙ୍ଗୁଡ଼ି ମାରିଲେ, ମୁଁ କିନ୍ତୁ ତାଙ୍କ ପାଦ ତଳେ ବା ଲେଖକ ତାଙ୍କ ପାଦ ତଳେ ବସି ରହିକି ପାଦରେ ହାତ ବୁଲାଉଥାନ୍ତି। ପାହାନ୍ତା ପହରକୁ ନିଦ ତାଙ୍କର ଭାଙ୍ଗିଗଲା। ଦେଖିଲେ ରାତି ଯାକ ବସି ରହି ପାଦ ଆଉଁସୁଛି। କଳ ପାଖକୁ ଟାଣି ନେଲେ, ମୁଣ୍ଡ ପିଠିରେ ହାତ ବୁଲେଇ ଦେଇ ଆଦର କରି କହିଲେ, ଯା ଶୋଇପଡ଼। ପରଦିନ ଦୂରରେ ଥାଇ ଶୁଣିଲି ବୋଉକୁ କହୁଛନ୍ତି ପିଲାଟା କାଲି ରାତିରେ ଜମା ଶୋଇନାହିଁ। ଖୁସି ଲାଗିଲା। ପ୍ରତିଦିନ ବୈଦ୍ୟଙ୍କ ଠାରୁ ଔଷଧ ଆଣି ଲଗାଇ ଦିଏ। ଯତ୍ନରେ କନା ବାନ୍ଧେ। ଦେଖିଲେ ଯେ ବୈଦ୍ୟ କ'ଣ ଦୁବ ଘାସ କିଛି ଛିଡ଼େଇ ଆଣି ତାକୁ ଛେଚି ଗୋଟିଏ ପତ୍ରରେ ପୁଡ଼ିଆରେ ମୋ ହାତରେ ଦେଉଛନ୍ତି। ପରଦିନ ଆଉ ବୈଦ୍ୟଙ୍କ ପାଖକୁ ଗଲି ନାହିଁ। ବାଡ଼ି ଭିତରୁ ଦୁବ ଘାସ ଆଣି ଭଲ ରୂପେ ଛେଚି ଘାରେ ବାନ୍ଧିଦେଲି। ପ୍ରାୟ 15 ଦିନ ପରେ ଘା ଶୁଖିଗଲା। ପରେ ଶ୍ରେଣୀରେ ପାଠ୍ୟ ସ୍ୱାସ୍ଥ୍ୟ ରକ୍ଷା ବହିରେ ପଢ଼ିଥିଲି ଯେ କଟା ଘାରେ ଦୁବ ଛେଚି କିମ୍ବା ପାଟିରେ ଚବାଇ ଲଗାଇ ଦେଲେ ରକ୍ତ ବହିବା ବନ୍ଦ ହେବା ସଙ୍ଗେ ସଙ୍ଗେ ଘା ମଧ୍ୟ ଶୀଘ୍ର ଶୁଖିଯାଏ। 15 ଦିନ ପରେ ପାଦର ଘା ଭଲ ହେଲା। କିନ୍ତୁ ଲେଖକ ଏଠି କହୁଛନ୍ତି କ'ଣ ଯେ ମୋର ଗୋଡ଼ ଆଉଁସି ଦେବା ଅଭ୍ୟାସ ରହିଗଲା। ପ୍ରତିଦିନ କିଛି ସମୟ ବାପାଙ୍କ ଗୋଡ଼ ପିଠି ଅଣ୍ଟା ଚିପି ଦେଲା ପରେ ମୁଁ ଶୋଇପଡ଼େ। ଘରେ ରହିଥିବା ପର୍ଯ୍ୟନ୍ତ ଏହା ମୋର ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଗଲା। ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପଢ଼ାପଢ଼ି କଲାବେଳେ ଅନ୍ତତଃ ପକ୍ଷେ ଗୋଟିଏ ଘଣ୍ଟା ଏଇ ବାପାଙ୍କ ସେବାରେ ହିଁ ସେ ନିଜକୁ ନ୍ୟସ୍ତ କରୁଥିଲେ। 1927 ମସିହା ଯେତେବେଳେ ମ୍ୟାଟ୍ରିକୁଲେସନ ପରୀକ୍ଷା ଆଉ ତା ପରେ ପରେ ସିଏ ଯେତେବେଳେ ଘରେ ଆସି ରହିଲେ, ସେହି ସମୟରେ 72 ବୟସରେ ତାଙ୍କ ପିତାଙ୍କର ହୋଇଥିଲା ପରଲୋକ। 10-12 ଦିନ ଶଯ୍ୟାଶାୟୀ ଥିଲେ। ଗ୍ରହଣୀ ଝାଡ଼ା ରାତି ଦିନ ପାଖରେ ବସି ସେବା ଶୁଶ୍ରୂଷା କରିଥିଲି। ଡାକ୍ତର ଡାକିବାକୁ ଅନୁରୋଧ କଲି, ବାରମ୍ବାର ବାରଣ କଲେ। ସବୁଥର କପାଳରେ ହାତ ମାରି କହନ୍ତି, ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ। ଅର୍ଥାତ୍ ଭଗବାନ ଯାହା କରିବେ, ତେଣୁ ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ। ତେଣୁ ଭଗବାନ ଯାହା କରିବାର ଇଚ୍ଛା ସେ କରିବେ। ତେଣୁ ସିଏ ଭଗବାନ ଯାହା କରିବେ ସେଇଟା ଅନ୍ୟ କାହାରି ହାତରେ ନାହିଁ ବୋଲି ସେ କହନ୍ତି। ବୈଦ୍ୟଙ୍କ ଠାରୁ ଔଷଧ ଆଣିଲି, କିନ୍ତୁ ସେ ଖାଇଲେ ନାହିଁ। ସତ୍ୟବାଦୀ ସ୍କୁଲରେ ଏହି ରୋଗୀ ସେବା କରିବା ତାଲିମ ମୁଁ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗେଇଥିଲି। ଘନ ଘନ ବିଛଣା ଚାଦର ମଇଳା ହୋଇଯାଉଥାଏ। ପାଖରେ ଆଉ ଗୋଟିଏ ବିଛଣା କରି ତାଙ୍କୁ ସେଠାକୁ ଉଠେଇ ଆଣେ। ମଇଳା ବିଛଣା ସଫା କରିଦିଏ। ବାପାଙ୍କର ଥିଲା କ୍ଷୀଣ ଶରୀର। କାଖ ପାଖରେ ଆଉ ଅଣ୍ଟାରେ ହାତ ଦେଇ ଉଠେଇ ଆଣିବାକୁ ତାଙ୍କୁ ଅସୁବିଧା ହେଉନଥିଲା। ଦିନ ଯାକ ତ ପାଖରେ ବସି ରହେ, ରାତି ତମାମ ମଧ୍ୟ ଜଗି ରହିବାକୁ ପଡ଼େ। ବୋଉ କି ଭାଇନା ରାତିରେ ସମୟ ସମୟରେ ମୋତେ ଉଠାଇ ଦେଇ ଆସି ପାଖରେ ବସନ୍ତି। ଏଣେ ମୋ ଆଖିକୁ ତ ନିଦ ହୁଏ ନାହିଁ। ତେଣେ ବାପା କ'ଣ କରୁଥିଲେ ନା, ଟିକିଏ ନିଦ ଭାଙ୍ଗିଗଲେ ସେ ଆଗେ ମୋତେ ଖୋଜୁଥିଲେ। ଶେଷ 3 ଦିନ ଅଚୈତନ୍ୟ ଅବସ୍ଥାରେ ପଡ଼ି ରହିଲେ। ଯେତେବେଳେ ଟିକେ ଚେତନା ଆସେ, ଅତି ଆଦରରେ ମୋ ମୁହଁ ପିଠିରେ ହାତ ବୁଲେଇ ଆଣନ୍ତି ଆଉ ସ୍ନେହପୂର୍ଣ୍ଣ ଚକ୍ଷୁରେ ଚାହିଁ ରହନ୍ତି। ବର୍ତ୍ତମାନ ମଧ୍ୟ ଏହି ଭାବନାକୁ ବା ଏହି ବର୍ଣ୍ଣନାକୁ ରୂପ ଦେଲାବେଳେ ସେ ସ୍ନେହପୂର୍ଣ୍ଣ ଜଳ ଜଳ ମୁହଁ ଆଖିରେ ନାଚିଗଲା ଭଳି ଜଣାପଡ଼ୁଛି। ତେଣୁ ଲେଖକ କହୁଛନ୍ତି, ଯଦି ମୁଁ ଚିତ୍ରକର ହେଇଥାନ୍ତି ତେବେ ତାର ଗୋଟିଏ ଅପରୂପ ଛବି ଆଙ୍କି ଦେଇ ପାରିଥାନ୍ତି। କାରଣ
ତାଙ୍କ ବାପାଙ୍କର ସେଇ ଯୋଉ ସ୍ନେହପୂର୍ଣ୍ଣ ଢଳ ଢଳ ଆଖି, ସେଇ ବାପାଙ୍କର ଯୋଉ ସ୍ନେହପୂର୍ଣ୍ଣ ଆଖି, ଢଳ ଢଳ ଚାହାଣୀ, ଆଉ ତାଙ୍କ ଆଖି ଆଗରେ ଯେମିତି ସେଇ ଦୃଶ୍ୟ, ତାଙ୍କ ବାପାଙ୍କର ମୁହଁଟି ତାଙ୍କର ମନେ ପଡୁଥିଲା। ଆଉ ସେ କହୁଛନ୍ତି ଯେ ସେଇ ସମୟରେ କଥାକୁ ଯଦି ମୁଁ ଗୋଟେ ଚିତ୍ରକର ହେଇଥାନ୍ତି ତାହେଲେ ତାଙ୍କର ଗୋଟିଏ ଅପରୂପ ଛବି ଆଙ୍କି ମୁଁ ଦେଇପାରିଥାନ୍ତି। ତେଣୁ ତାପରେ ସିଏ କିଭଳି ଭାବରେ ତାଙ୍କ ବୋଉଙ୍କର କଥା ମନେ ପଡୁଛି ବା ତାଙ୍କ ବୋଉଙ୍କ କଥା ଏଥିରେ ଉଲ୍ଲେଖ କରିଛନ୍ତି। ବୋଉଙ୍କ ସେବା କଥା, ସେବା କାର୍ଯ୍ୟ ଆମେ ପରବର୍ତ୍ତୀ କାଳାଂଶରେ ଆଲୋଚନା କରିବା। ତେଣୁ ଆଜି ସମୟ ହେଇଯାଇଛି। ପରବର୍ତ୍ତୀ ପର୍ଯ୍ୟାୟ ଆମେ ଦ୍ୱିତୀୟ କାଳାଂଶରେ ଆମେ ଆରମ୍ଭ କରିବା। ତେଣୁ ସେଥିପାଇଁ ମୋତେ ବିଦାୟ ଦିଅନ୍ତୁ। ରହୁଛି। ନମସ୍କାର।